ଗ୍ରାମାଞ୍ଚଳ ଲୋକଙ୍କୁ ମିଳିବ 2 ଲକ୍ଷ ଟଙ୍କା। ଏହା ରହିଛି ଆବେଦନ ପ୍ରକ୍ରିୟା। ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ଏହି କ୍ରମରେ ଆଉ ଏକ ଯୋଜନା ରହିଛି ଯେଉଁଥିରେ ଏହି ପରିବାରକୁ ମିଳୁଛି 2 ଲକ୍ଷ ଟଙ୍କା। ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ଏହି ଯୋଜନା ସମ୍ବନ୍ଧରେ ଏବେ ବି ଅନେକ ଲୋକ ଅବଗତ ନାହାନ୍ତି। ଆଜି ଆମେ ଆପଣଙ୍କୁ ଏଭଳି ହିଁ ଏକ ଯୋଜନା ବିଷୟରେ କହିବୁ ଯେଉଁଥିରେ ଆପଣଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ। ତେବେ କେଉଁଠି ଏବଂ କିଭଳି ଏହି ଟଙ୍କା ପାଇଁ ଆବେଦନ କରିପାରିବେ ଆଜିକାର ଭିଡିଓରେ ଜାଣି ନିଅନ୍ତୁ। ଏହି ଯୋଜନା ଆପଣଙ୍କ ପାଇଁ କୌଣସି ଖୁସି ଖବର ଠାରୁ କମ୍ ନୁହେଁ। ଗ୍ରାମୀଣ ଇଲାକାରେ ରହୁଥିବା ପରିବାର ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ଏହି ଯୋଜନାର ଲାଭ ଉଠାଇବାକୁ ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏହି ଯୋଜନାରେ ଖର୍ଚ୍ଚ ପାଇଁ 2000 କୋଟି ଟଙ୍କାର ବଜେଟ୍ ରଖିଛନ୍ତି ସରକାର। ଏହି ଯୋଜନାରେ 1 ଲକ୍ଷ ପରିବାରକୁ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନାର ନାମ ହେଉଛି ଗ୍ରାମୀଣ ପରିବାର ଆଜୀବିକା ଋଣ ଯୋଜନା। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବିନା କୌଣସି ସୁଧରେ 2 ଲକ୍ଷ ଟଙ୍କା ଋଣ ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳରେ ଏଭଳି ଅନେକ ପରିବାର ରହିଛି ଯେଉଁମାନେ ହସ୍ତଶିଳ୍ପ, ଲଘୁ ଉଦ୍ୟୋଗ, ବୁଣାକାର, ରଙ୍ଗ କାର୍ଯ୍ୟ ଆଦି କରି ପରିବାର ଚଳାଉଛନ୍ତି। ଏଭଳି କାର୍ଯ୍ୟ କରୁଥିବା ପରିବାରଗୁଡ଼ିକୁ ସେମାନଙ୍କ ଆୟକୁ ଦୃଷ୍ଟିରେ ରଖି 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ଏଥିପାଇଁ ମୋଟ 2000 କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ତେବେ ଚାଷ କାର୍ଯ୍ୟ କରୁଥିବା ପରିବାର ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। ତେବେ 10 ଜଣ ସମୂହଙ୍କୁ ଚାଷୀକୁ ଋଣ ଯୋଗାଇ ଦିଆଯିବ। ଏଭଳି ଋଣରେ ସମ୍ପୂର୍ଣ୍ଣ ସୁଧ ସରକାର ବହନ କରିବେ। ଆବଶ୍ୟକ କରୁଥିବା ପରିବାରକୁ ହିଁ ଯୋଜନାର ଲାଭ ମିଳିବ। ତେବେ କେବଳ ରାଜସ୍ଥାନରେ ବାସ କରୁଥିବା ଜନସାଧାରଣଙ୍କର ଲାଭ ଉଠାଇ ପାରିବେ। ତେବେ ଆବେଦନ କରିବାର 15 ଦିନ ମଧ୍ୟରେ ଆପଣଙ୍କୁ ସମସ୍ତ ଯାଞ୍ଚ ପରେ ଋଣ ମିଳିଯିବ। କିନ୍ତୁ ଏଥିପାଇଁ ଜଣେ ହିତାଧିକାରୀ ଗୋଟିଏ ସ୍ଥାନରେ 5 ବର୍ଷରୁ ଅଧିକ ସମୟ ଧରି ରହିଥିବା ଆବଶ୍ୟକ। ବ୍ୟୁରୋ ରିପୋର୍ଟ, ସୁବର୍ଣ୍ଣ ଓଡ଼ିଶା।